ମାନେ ଆଜିର ଦିନରେ ଏମିତି କିଛି ଖବର ସାମ୍ନାକୁ ଆସୁଛି ଯାହା ଆମ ସମସ୍ତଙ୍କୁ ଟିକେ ଗଭୀର ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ। ଆଜି ହେଉଛି 23 ଏପ୍ରିଲ 2026 ଆଉ ଆଜିର ଏହି ଗଭୀର ବିଶ୍ଳେଷଣ ଆରମ୍ଭ କରିବା। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ସର୍ବଶ୍ରେଷ୍ଠ ଗୁରୁତ୍ୱପୂର୍ଣ୍ଣ ଘଟଣା, ଆମ ଉପରେ ପ୍ରଭାବ ପକାଉଥିବା କିଛି ବଡ଼ ବିଶ୍ୱସ୍ତରୀୟ ଖବର। ହଁ, ଆଉ ତା ସହିତ ଲୋକ ପ୍ରକୃତରେ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ କ'ଣ ଖୋଜୁଛନ୍ତି ଆଉ କ'ଣ ଦେଖୁଛନ୍ତି, ମାନେ ସେହି ଟ୍ରେଣ୍ଡସ୍ ଆଉ ଡାଟା ଉପରେ ବି ଆମେ କଥା ହେବା। ଏକଦମ ଠିକ୍। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲି ବିଶ୍ଳେଷଣ କରିବା। ଆଜି ଆମ ପାଖରେ ପାଣିପାଗଠାରୁ ଆରମ୍ଭ କରି ବଡ଼ ଶିଳ୍ପାୟନ ଆଉ ଡିଜିଟାଲ ଦୁନିଆର ଅନେକ ତଥ୍ୟ ଅଛି। ଖାସ୍ କରି ଦେଖିଲେ ଘଟଣାଗୁଡ଼ିକ ଗୋଟିଏ ଅନ୍ୟଟି ସହ କେମିତି ଯୋଡ଼ି ହୋଇ ରହିଛନ୍ତି, ତାହା ଭୂତରୋଚକ। ବିଲକୁଲ। ଆଜି ଆମେ ଯେଉଁ ସବୁ ରିପୋର୍ଟ ଆଉ ଡାଟା ଆଣିଛୁ, ସେସବୁକୁ ଏକାଠି ରଖିଲେ ଆମ ସମାଜର ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିବ। ଖାଲି ଖବର ନୁହେଁ, ତା ପଛରେ ଥିବା କାରଣଗୁଡ଼ିକୁ ଆମେ ଆଜି ବୁଝିବା। ପାଣିପାଗ, ଅର୍ଥନୀତି ଆଉ ଆମର ସାମାଜିକ ଅଭ୍ୟାସ କେମିତି ବଦଳୁଛି, ସେ ବିଷୟରେ ଜାଣିବା। ତେବେ ଆରମ୍ଭ କରିବା ସେହି ପ୍ରାକୃତିକ ଉତ୍ତାପରୁ। ଏବେ ଚାରିଆଡ଼େ କେବଳ ଖରା କଥା। ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ପୁରା ଅସମ୍ଭାଳ ହୋଇଗଲାଣି। ଝାରସୁଗୁଡ଼ାରେ ତାପମାତ୍ରା ପହଞ୍ଚିଛି 44.4 ଡିଗ୍ରୀ ସେଲସିୟସରେ। ଏହା ଗୋଟେ ଭୟଙ୍କର ସ୍ଥିତି। ଆଇଏମ୍ଡି ବା ପାଣିପାଗ ବିଭାଗ ଆଗାମୀ 24 ଘଣ୍ଟା ପାଇଁ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷାର ସତର୍କ ସୂଚନା ଦେଇଛନ୍ତି ସତ। ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ହଁ, କିନ୍ତୁ ଏହାରି ଭିତରେ ଗୋଟେ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଢେଙ୍କାନାଳର କାମାକ୍ଷାନଗରରୁ। ସେଠି ଜନଗଣନା ବା ସେନ୍ସସ୍ କାର୍ଯ୍ୟ କରୁଥିବା 4 ଜଣ ସରକାରୀ କର୍ମଚାରୀଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ତାଙ୍କ ଗାଡ଼ି ବି ଭଙ୍ଗାରୁଜା ହୋଇଛି। ବାପରେ, ଏହା ତ ବହୁତ ସାଂଘାତିକ କଥା। ବିଲକୁଲ। ଏହାପରେ ସରକାର ସଙ୍ଗେ ସଙ୍ଗେ ସେନ୍ସସ୍ କର୍ମଚାରୀଙ୍କ ପାଇଁ ଗୋଟେ ନୂଆ ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ମୋ ମୁଣ୍ଡରେ ଗୋଟେ ପ୍ରଶ୍ନ ଆସୁଛି, ଯେପରି ପାଗ ଗରମ ହେଉଛି, ଲୋକଙ୍କର ମୁଣ୍ଡ ମଧ୍ୟ ସେମିତି ଗରମ ହେଉଛି କି? କ୍ଷେତ୍ରସ୍ତରରେ କାମ କରୁଥିବା କର୍ମଚାରୀମାନେ କାହିଁକି ଏଭଳି ସାମାଜିକ ବିରୋଧର ଶିକାର ହେଉଛନ୍ତି? ଯଦି ଆମେ ଏହାକୁ ବୃହତ୍ତର ଚିତ୍ର ସହ ଯୋଡ଼ିବା, ତେବେ ବୁଝିପାରିବା ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଆମ ପ୍ରଶାସନିକ କାର୍ଯ୍ୟ ଉପରେ ପଡ଼ୁଛି। 44 ଡିଗ୍ରୀ ଖରାରେ ସମସ୍ତଙ୍କର ଧୈର୍ଯ୍ୟ କମିଯାଏ। ଉତ୍ତାପ ଯୋଗୁଁ ମାନସିକ ଚାପ ବଢ଼େ, ଯାହାକୁ ହିଟ୍ ଷ୍ଟ୍ରେସ୍ କୁହନ୍ତି। ଆଚ୍ଛା। ଆଉ ଦ୍ୱିତୀୟ କଥା ହେଲା ସୂଚନା ସଂଗ୍ରହ ବେଳେ ସ୍ଥାନୀୟ ପ୍ରତିରୋଧ। ଗାଁ ଗହଳିରେ ଲୋକଙ୍କ ଭିତରେ ଗୋଟେ ଭୟ ଅଛି। କେହି ଅଜଣା ଲୋକ ଯାଇ ପରିବାରର ତଥ୍ୟ ମାଗିଲେ ସେମାନେ ଭାବନ୍ତି ହୁଏତ ସେମାନଙ୍କର ରାସନ କାର୍ଡ କଟିଯିବ ବା ସରକାରୀ ଯୋଜନାରୁ ବାଦ୍ ପଡ଼ିବେ। ଏହି ସୁରକ୍ଷାହୀନତା ଆଉ ତା ସାଙ୍ଗକୁ ପ୍ରଚଣ୍ଡ ଖରା, ଏ ଦୁଇଟି ମିଶି ହିଂସାର ରୂପ ନେଉଛି। ଠିକ୍ କଥା। କିନ୍ତୁ ଟିକେ ରୁହନ୍ତୁ। ଯଦି ସରକାର ଜାଣିଛନ୍ତି ଯେ ଲୋକଙ୍କ ମନରେ ଏମିତି ଭୟ ଅଛି, ତେବେ କର୍ମଚାରୀଙ୍କୁ ପଠାଇବା ଆଗରୁ କିଛି ସଚେତନତା କାର୍ଯ୍ୟକ୍ରମ କାହିଁକି କରାଯାଉନି? ମାନେ ଆକ୍ରମଣ ହେବା ପରେ ନୂଆ ସୁରକ୍ଷା ନିର୍ଦ୍ଦେଶନାମା ବାହାର କରିଦେଲେ କ'ଣ ଲାଭ? ଏକଦମ ସଠିକ ପଏଣ୍ଟ ଉଠାଇଲେ। ବ୍ୟବସ୍ଥାଗତ ଦୁର୍ବଳତା ଏଇଠି ହିଁ ଅଛି। ନୀତି ନିର୍ଦ୍ଧାରଣ କରୁଥିବା ଲୋକେ ଏସି ରୁମ୍ରେ ବସି ନିୟମ କରିଦିଅନ୍ତି, କିନ୍ତୁ ଫିଲ୍ଡରେ ଯେଉଁମାନେ ସେହି 44 ଡିଗ୍ରୀରେ ଘର ଘର ବୁଲୁଛନ୍ତି, ଲୋକଙ୍କର ରାଗ ସେମାନଙ୍କ ଉପରେ ହିଁ ସୁଝାଯାଏ। କମ୍ୟୁନିଟି ଏଙ୍ଗେଜମେଣ୍ଟ ବା ଲୋକଙ୍କ ସହ ପ୍ରାକ୍ ଆଲୋଚନା ନହେଲେ ଏମିତି ହିଁ ହବ। ହଁ, ପ୍ରକୃତରେ ଏହି ପ୍ରଚଣ୍ଡ ଉତ୍ତାପ କେବଳ ସେନ୍ସସ୍ କର୍ମଚାରୀଙ୍କ ପାଇଁ ନୁହେଁ, ଚାଷୀମାନଙ୍କ ପାଇଁ ବି ଏକ ବଡ଼ ଆହ୍ୱାନ। ଆଉ ଏଇଠୁ ଆମେ ଆସିବା ଆମର ପରବର୍ତ୍ତୀ ବିଷୟକୁ, ଆମ ଅର୍ଥନୀତିର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଦିଗ, କୃଷି ବନାମ ଶିଳ୍ପାୟନ। ଆଚ୍ଛା। ଦେଖନ୍ତୁ, ଏବେ ଅକ୍ଷୟ ତୃତୀୟା ଅବସରରେ କୃଷି ଋତୁ ଆରମ୍ଭ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ 41.68 ଲକ୍ଷ ଚାଷୀଙ୍କ ପାଇଁ 838.48 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏହା ସହ ଆମର ପାରମ୍ପରିକ ମାଣ୍ଡିଆ ଚାଷକୁ ବଢ଼ାଇବା ପାଇଁ ଶ୍ରୀ ଅନ୍ନ ଅଭିଯାନ ବି ଆରମ୍ଭ ହୋଇଛି। ଏହା କୃଷି କ୍ଷେତ୍ର ପାଇଁ ଏକ ବହୁତ ସକାରାତ୍ମକ ପଦକ୍ଷେପ। ହଁ, କିନ୍ତୁ ଏଠାରେ ହିଁ ବିଷୟଟି ବହୁତ ରୋଚକ ହୋଇଯାଉଛି। ଗୋଟିଏ ପଟେ ଆମେ ମାଣ୍ଡିଆ ଓ ଚାଷ କଥା କହୁଛେ, ଆଉ ଠିକ୍ ସେହି ସମୟରେ ରାଜ୍ୟ କ୍ୟାବିନେଟ୍ 3,877 କୋଟି ଟଙ୍କାର 18ଟି ନୂଆ ମେଗା ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଦେଲେ। ସତରେ? ବିଲକୁଲ। ଏଥିରେ ସବୁଠୁ ବଡ଼ ଖବର ହୋଇଛି ପୋସ୍କୋ ଏବଂ ଜେଏସ୍ଡବ୍ଲ୍ୟୁର ଏକ 50-50 ସହଭାଗିତା। ଏହି ଦୁଇଟି କମ୍ପାନୀ ମିଶି କେନ୍ଦୁଝର ଏବଂ ଢେଙ୍କାନାଳ ଅଞ୍ଚଳରେ 68,500 କୋଟି ଟଙ୍କାର ନିବେଶରେ ଏକ ନୂଆ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ବାଃ, ଏହା ଏକ ବିଶାଳ ପ୍ରକଳ୍ପ। ପୋସ୍କୋ ପୂର୍ବରୁ ଓଡ଼ିଶାରେ ଏକୁଟିଆ ପ୍ଲାଣ୍ଟ କରିବାକୁ ଆସି
ଅନେକ ସମସ୍ୟାରେ ସାମ୍ନା କରିଥିଲା। ସେଇଟା ହିଁ ମୋର ପ୍ରଶ୍ନ। ପୋସ୍କୋ ଏଥର ଏକୁଟିଆ ନ ଆସି ଜେଏସ୍ଡବ୍ଲ୍ୟୁ ସହ ମିଶି କାହିଁକି ଆସୁଛି? ଏହି ଯୁଗ୍ମ ଭାଗିଦାରୀ ପଛର ରହସ୍ୟଟା କ'ଣ? ଦେଖନ୍ତୁ, ଏହାର ରହସ୍ୟ ହେଲା ପରସ୍ପରର ଦୁର୍ବଳତାକୁ କଭର କରିବା। ପୋସ୍କୋ ହେଉଛି ଦକ୍ଷିଣ କୋରିଆର କମ୍ପାନୀ, ଆଉ ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଅଛି। ଉଚ୍ଚମାନର ଇସ୍ପାତ ତିଆରି କରିବାରେ ସେମାନେ ମାହିର। କିନ୍ତୁ ଭାରତରେ ସ୍ଥାନୀୟ ସମସ୍ୟା, ଜମି ଅଧିଗ୍ରହଣ ଆଉ ସରକାରୀ ପ୍ରକ୍ରିୟା ବୁଝିବା ସେମାନଙ୍କ ପାଇଁ କଷ୍ଟ। ଆଚ୍ଛା, ତାମାନେ ଜେଏସ୍ଡବ୍ଲ୍ୟୁ ସେହି ସ୍ଥାନୀୟ ଦାୟିତ୍ୱ ନେବ? ଏକଦମ। ଭାରତୀୟ କମ୍ପାନୀ ଜେଏସ୍ଡବ୍ଲ୍ୟୁ ପାଖରେ ସେହି ସ୍ଥାନୀୟ ଅଭିଜ୍ଞତା ଅଛି। ତେଣୁ 50-50 ଭାଗିଦାରୀରେ ପୋସ୍କୋ ଜ୍ଞାନକୌଶଳ ଦେବ ଆଉ ଜେଏସ୍ଡବ୍ଲ୍ୟୁ ସ୍ଥାନୀୟ ପରିଚାଳନା ସମ୍ଭାଳିବ। ଏହା ଗୋଟିଏ ବହୁତ ସ୍ମାର୍ଟ ବିଜନେସ୍ ମୁଭ୍। ବୁଝିଲି। ଖାଲି ସେତିକି ନୁହେଁ, ଆଉ ଗୋଟେ କମ୍ପାନୀ ଅଛି ନବପ୍ରକୃତି। ସେମାନେ ହଜାରେ ନିୟୁତ ଟଙ୍କା ଖର୍ଚ୍ଚ କରି ଗୋଟେ ଖଣିଜ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଆଉ ସେଟା ସାଧାରଣ ଖଣିଜ ନୁହେଁ, ସେଟାକୁ ସେମାନେ କ୍ରିଟିକାଲ ମିନେରାଲ୍ସ ବୋଲି କହୁଛନ୍ତି। ଏ କ୍ରିଟିକାଲ ମିନେରାଲ ପ୍ରକୃତରେ କ'ଣ? ଆଗରୁ ତ କେବେ ଶୁଣିନଥିଲି। ମାନେ ଆମେ ସାଧାରଣତଃ ଲୁହା, କୋଇଲା ଏସବୁ ଶୁଣିଛେ, କିନ୍ତୁ କ୍ରିଟିକାଲ ମିନେରାଲ ହେଲା ଯେମିତିକି ଲିଥିୟମ୍ କିମ୍ବା କୋବାଲ୍ଟ। ଆଜିକାଲି ଇଲେକ୍ଟ୍ରିକ୍ ଗାଡ଼ି, ସ୍ମାର୍ଟଫୋନ୍ ଆଉ ସୋଲାର ପ୍ୟାନେଲ ପାଇଁ ଏଗୁଡ଼ିକ ନିହାତି ଦରକାର। ଏହାର ଚାହିଦା ଆଗାମୀ ଦିନରେ ଆହୁରି ବଢ଼ିବ, ତେଣୁ ଏହା ଅର୍ଥନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁତ ବଢ଼ିଆ କଥା। ବିକାଶ ହେଉଛି, ନୂଆ ଟେକ୍ନୋଲୋଜି ଆସୁଛି, କିନ୍ତୁ ଏହାର ଆଉ ଗୋଟେ ଦିଗ ବି ଅଛି, ଯାହାକୁ ଆମେ ଅଣଦେଖା କରିପାରିବା ନାହିଁ। କେନ୍ଦ୍ର ସରକାର ସିଜିମାଳି ଏବଂ କୁଟ୍ରୁମାଳି ଖଣି ପାଇଁ ସ୍ୱତନ୍ତ୍ର ରେଳ କରିଡର ଘୋଷଣା କରିଛନ୍ତି। ଆଉ ଠିକ୍ ସେହି ସିଜିମାଳି ଅଞ୍ଚଳରେ ବେଦାନ୍ତର ବକ୍ସାଇଟ୍ ଖଣିକୁ ନେଇ ଆଦିବାସୀମାନେ ତୀବ୍ର ବିରୋଧ କରୁଛନ୍ତି। ଆନ୍ଦୋଳନ ଚାଲିଛି। ହଁ, ସେହି ସଂଘର୍ଷ ବହୁତ ଜଟିଳ। ମୁଁ ବୁଝିପାରୁନି, ଏହି ବିରୋଧ କ'ଣ କେବଳ ଲୋକେ ନିଜ ଜମି ହରାଇବା ଭୟରେ କରୁଛନ୍ତି, ନା ତା ପଛରେ ଆଉ କିଛି ଗଭୀର କାରଣ ଅଛି? ବାସ୍ତବରେ ଦେଖିବାକୁ ଗଲେ ଏହା କେବଳ ଜମିର କଥା ନୁହେଁ। ଏହା ପରିବେଶ ଆଉ ଜୀବନ ଜୀବିକାର କଥା। ଆପଣ ଦେଖନ୍ତୁ, ବକ୍ସାଇଟ୍ ପାହାଡ଼ଗୁଡ଼ିକ ପ୍ରକୃତିର ଗୋଟେ ବିଶାଳ ସ୍ପଞ୍ଜ ଭଳି କାମ କରନ୍ତି। ବର୍ଷାଦିନେ ସେହି ପାହାଡ଼ଗୁଡ଼ିକ ପାଣିକୁ ନିଜ ଭିତରେ ଶୋଷି ରଖନ୍ତି ଆଉ ଖରାଦିନେ ଧୀରେ ଧୀରେ ତଳକୁ ଛାଡ଼ନ୍ତି। ଆଚ୍ଛା, ତାମାନେ ସେଇଥିପାଇଁ ପାହାଡ଼ ତଳେ ଖରାଦିନେ ବି ଝରଣାରେ ପାଣି ଥାଏ? ଏକଦମ ଠିକ୍। ଯେତେବେଳେ କମ୍ପାନୀ ବକ୍ସାଇଟ୍ ବାହାର କରିବା ପାଇଁ ପାହାଡ଼ ଖୋଳିଦେବେ, ସେହି ପ୍ରାକୃତିକ ସ୍ପଞ୍ଜ ନଷ୍ଟ ହୋଇଯିବ। ବର୍ଷା ପାଣି ଆଉ ସଞ୍ଚୟ ହୋଇପାରିବନି। ଆଦିବାସୀ ସମ୍ପ୍ରଦାୟ ଜାଣିଛନ୍ତି ଯେ ସେମାନେ ଖାଲି ଜଙ୍ଗଲ ହରାଇବେନି, ସେମାନେ ତାଙ୍କର ଏକମାତ୍ର ଜଳ ଉତ୍ସ ହରାଇବେ। ସେଇଥିପାଇଁ ଏହି ଆନ୍ଦୋଳନ ଏତେ ତୀବ୍ର। ଓହୋ, ଏହା ପ୍ରକୃତରେ ଏକ ଆଖିଖୋଲା ତଥ୍ୟ। ମାନେ ଏହା ହେଉଛି ଆଲୁମିନିୟମ ବନାମ ଜଳର ଲଢ଼େଇ। ଶିଳ୍ପାୟନ ଆଉ ସାମାଜିକ ପରିବେଶ ଭିତରେ ଏ ସଂଘର୍ଷ ବହୁତ ଗଭୀର। ତେବେ ଏବେ ଆସନ୍ତୁ ଆମର ତୃତୀୟ ବିଷୟ ଉପରେ ନଜର ପକାଇବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା। ଏଠି ବି ଆମେ ଏକ ଅଦ୍ଭୁତ ବିରୋଧାଭାସ ଦେଖିବାକୁ ପାଉଛେ। କେମିତିକା ବିରୋଧାଭାସ? ପ୍ରଥମେ ଭଲ ଖବରଟା କହୁଛି, କେନ୍ଦୁଝରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବା ଏବିଡିଏମ୍ର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହେଉ ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ବଣ୍ଟନରେ ଓଡ଼ିଶା ପୁରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ତାଛଡ଼ା 4ଟା ନୂଆ ମେଡିକାଲ କଲେଜ ଆଉ 150ଟି ଅତିରିକ୍ତ MBBS ସିଟ୍ ବି ଆସୁଛି ରାଜ୍ୟକୁ। ଏଗୁଡ଼ିକ ତ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ବଡ଼ ସଫଳତା। ଡିଜିଟାଲ ଭିତ୍ତିଭୂମି ଖୁବ୍ ମଜବୁତ ହେଉଛି। କିନ୍ତୁ ସବୁବେଳେ କାଗଜପତ୍ରର ସଫଳତା ଗ୍ରାଉଣ୍ଡ ରିଆଲିଟି ନଥାଏ। ସେଇଟା ହିଁ, କାରଣ ଏହାର ଠିକ୍ ବିପରୀତରେ ଗୋଟେ ବହୁତ ଦୁଃଖଦ ଖବର ଆସିଛି। ରାଜ୍ୟର ଗୋଟେ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟ ବିଷାକ୍ତ ହେବା ଯୋଗୁଁ 100ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଆଉ ସବୁଠୁ ଦୁଃଖର କଥା, ଜଣେ ପିଲାର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। ଆଉ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ଆମେ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାରେ 1 ନମ୍ବର, କିନ୍ତୁ ଆମ ସ୍କୁଲ ପିଲାଙ୍କୁ ସୁରକ୍ଷିତ ଖାଦ୍ୟ ଟିକେ ଦେବାରେ କାହିଁକି ବିଫଳ ହେଉଛୁ? ଗୋଟେପଟେ ହାଇଟେକ୍ ଡିଜିଟାଲ ସ୍ୱାସ୍ଥ୍ୟ ଆଉ ଗୋଟେପଟେ ବିଷାକ୍ତ ଖାଦ୍ୟ। ହଁ, ମାନେ ଏଠି ଆମକୁ 2ଟି ସ୍ତର ବୁଝିବାକୁ ପଡ଼ିବ। ଗୋଟେ ହେଲା ମ୍ୟାକ୍ରୋ ଲେଭେଲ୍ ବା ବୃହତ୍ ସ୍ତରର ଡିଜିଟାଲ ରୋଲ୍ଆଉଟ୍। ଆପଣ ଗୋଟେ ସଫ୍ଟୱେୟାର ଆଣିଲେ, ଡାଟାବେସ୍ କଲେ, କ୍ଲିକ୍ କଲେ, ଆଉ ଲକ୍ଷ ଲକ୍ଷ କାର୍ଡ ତିଆରି ହୋଇଗଲା। ସେଥିରେ ଟେକ୍ନୋଲୋଜି କାମ କରେ। କିନ୍ତୁ ସ୍କୁଲରେ ପିଲାଙ୍କୁ ଖାଇବା ଦେବା ହେଉଛି ମାଇକ୍ରୋ ଲେଭେଲ୍ ବା ତୃଣମୂଳ ସ୍ତରରେ ଏକ୍ଜିକ୍ୟୁସନ୍। ଏଥିରେ ମଣିଷର ଯତ୍ନ ଆଉ ସାବଧାନତା ଦରକାର। ମୁଁ ଏଠି ଆପଣଙ୍କୁ ଟିକେ ରୋକିବାକୁ ଚାହୁଁଛି।
डिजिटल ଆଉ ଫିଜିକାଲ ଦିଟା ଅଲଗା ସତ, କିନ୍ତୁ ଆମେ କ'ଣ ଡିଜିଟାଲ ବ୍ୟବସ୍ଥାକୁ ବ୍ୟବହାର କରି ଆଉ ଚାଉଳର କ୍ୱାଲିଟି ଟ୍ରାକ୍ କରିପାରିବାନି? ସେଥିରେ ବି ତ ସଂସ୍କାର ଅଣାଯାଇପାରିବ। ନିଶ୍ଚୟ ଅଣାଯାଇପାରିବ। କିନ୍ତୁ ଡିଜିଟାଲ ସିଷ୍ଟମ କେବଳ ଟ୍ରାକିଂ କରିବ। ସେ କହିବ ଚାଉଳ କେଉଁଠୁ ଆସିଲା, କିନ୍ତୁ ରାନ୍ଧିବା ବେଳେ ପାଣି ସଫା ଅଛି କି ନାହିଁ, ଖାଦ୍ୟରେ କିଛି ପଡ଼ିଯାଇନି ତ, ଏସବୁ କୌଣସି ଆପ୍ ବା କାର୍ଡ ଦେଖିପାରିବ ନାହିଁ। ସେଥିପାଇଁ ଗ୍ରାଉଣ୍ଡରେ ଥିବା ଲୋକଙ୍କର ଉତ୍ତରଦାୟିତ୍ୱ ଆଉ ମାନବୀୟ ସଚେତନତା ନିହାତି ଜରୁରୀ। ଠିକ୍ କଥା। ବ୍ୟବସ୍ଥାଗତ ସଂସ୍କାର ଆଉ ତୃଣମୂଳ ସ୍ତରର ସୁରକ୍ଷା ଭିତରେ ଥିବା ବ୍ୟବଧାନକୁ ଏହି ଘଟଣା ସ୍ପଷ୍ଟ କରୁଛି। ଯାହା ହଉ, ଏବେ ଆମେ ଟିକେ ବିଶ୍ୱସ୍ତରୀୟ ଘଟଣା ଆଉ ଆମର ଡିଜିଟାଲ ଅଭ୍ୟାସ ବିଷୟରେ କଥା ହେବା। ଆମ ଲୋକଙ୍କର ୟୁଟ୍ୟୁବ୍ ଟ୍ରେଣ୍ଡ ଉପରେ ଗୋଟେ ମଜାଦାର ଡାଟା ଅଛି ମୋ ପାଖରେ। ଆଚ୍ଛା, କ'ଣ ସେ ଡାଟା? ତା ପୂର୍ବରୁ ଆଗ ବିଶ୍ୱ ଖବରଟା କହିଦିଏ। ଇରାନ ବିନା କୌଣସି ଚେତାବନୀରେ ହର୍ମୁଜ୍ ପ୍ରଣାଳୀ ବା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଯାଉଥିବା 3ଟି ବାଣିଜ୍ୟିକ ଜାହାଜ ଉପରେ ଗୁଳି ଚଳାଇଛି। ଏବେ ଆମେରିକା ଆଉ ଇରାନ ଭିତର ତିକ୍ତତା ପୁରା ଚରମ ସୀମାରେ। ବାପ୍ରେ, ଏହା ତ ପୁରା ବିଶ୍ୱ ଅର୍ଥନୀତି ପାଇଁ ବିପଦ। ହର୍ମୁଜ୍ ପ୍ରଣାଳୀ ଦେଇ ପୃଥିବୀର ବହୁତ ବଡ଼ ଅଂଶର ତେଲ ବ୍ୟବସାୟ ହୁଏ। ଏହା ବନ୍ଦ ହେଲେ ଆମେରିକାଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ସବୁଠି ତୈଳ ଦର ବଢ଼ିବ। ହଁ, ବିଲକୁଲ। ଏତେ ବଡ଼ ଖବର, କିନ୍ତୁ ତେବେ ଦେଉକେ ପ୍ରକୃତରେ ୟୁଟ୍ୟୁବରେ କ'ଣ ଦେଖୁଛନ୍ତି ଜାଣିଛନ୍ତି? ଯେତେବେଳେ ଆମେ ୟୁଟ୍ୟୁବ୍ ପରଫର୍ମାନ୍ସ ଇନସାଇଟ୍ସ ଦେଖିଲୁ, ଜଣାପଡ଼ିଲା ଯେ ଏତେ ବଡ଼ ଆନ୍ତର୍ଜାତିକ ଦ୍ୱନ୍ଦ୍ୱ ହଉ କିମ୍ବା ଆମର ନିଜର ସରକାରୀ ଘୋଷଣା, ଯେମିତିକି କାଠଯୋଡ଼ି ଉପରେ ନୂଆ ବ୍ରିଜ୍, ଏସବୁ ଉପରେ ଥିବା ଲମ୍ବା ଭିଡିଓକୁ ଓଡ଼ିଆ ଦର୍ଶକ ବେଶୀ ପସନ୍ଦ କରୁନାହାନ୍ତି। ସତରେ? ତାହେଲେ ସେମାନେ ଖୋଜୁଛନ୍ତି କ'ଣ? ଦର୍ଶକମାନେ ଶର୍ଟସ୍ ବା କ୍ଷୁଦ୍ର ଭିଡିଓ ଖୋଜୁଛନ୍ତି। 60 ସେକେଣ୍ଡରେ ଆଜିର ମୁଖ୍ୟ ଖବର, ବାସ୍ ସେତିକିରେ ହଜାର ହଜାର ଭ୍ୟୁଜ୍। ଆଉ ତାଠାରୁ ବେଶୀ ଚାଲିଛି ମନୋରଞ୍ଜନ ଆଉ ସେଲିବ୍ରିଟି ଅପଡେଟ୍ସ, ଯେମିତିକି ସବ୍ୟସାଚୀ ଆଉ ଅର୍ଚ୍ଚିତାଙ୍କ ଭିଡିଓ। ମୁଁ ବୁଝିପାରୁଛି ଆପଣ କ'ଣ କହିବାକୁ ଚାହୁଁଛନ୍ତି। ମାନେ ମୁଁ ଭାବୁଛି ତେବେ ଏସବୁର ଅର୍ଥ ପ୍ରକୃତରେ କ'ଣ? କ'ଣ ଆମେ ଏବେ ଜଟିଳ ଖବର ପ୍ରତି ଆଗ୍ରହ ହରାଇଦେଲଣି? ହର୍ମୁଜ୍ ପ୍ରଣାଳୀରେ ତେଲ ବ୍ୟବସାୟ ବନ୍ଦ ହେଲେ ଆମର ପେଟ୍ରୋଲ ଦର ବଢ଼ିବ, ତଥାପି ଆମେ କେବଳ 60 ସେକେଣ୍ଡର ଚଟପଟା ଖବର ବା ସେଲିବ୍ରିଟି ଗପ ପଛରେ ଗୋଡ଼ାଉଛୁ। ଏଇଟା ପ୍ରକୃତରେ କେବଳ ଦର୍ଶକଙ୍କ ଦୋଷ ନୁହେଁ। ଆଜିକାଲି ଦୁନିଆରେ ଇନଫର୍ମେସନ୍ ଓଭରଲୋଡ୍ ହେଉଛି, ମାନେ ସୂଚନାର ବନ୍ୟା। ଦିନସାରା ମଣିଷ ଏତେ ପ୍ରକାରର ଡାଟା ଦେଖୁଛି ଯେ ମସ୍ତିଷ୍କ କ୍ଳାନ୍ତ ହୋଇଯାଉଛି। ରାତିରେ ମୋବାଇଲ ଧରିଲା ବେଳକୁ ଲମ୍ବା ଆନ୍ତର୍ଜାତିକ ଖବର ବୁଝିବାକୁ ଆଉ ତା ପାଖରେ ଧୈର୍ଯ୍ୟ ନାହିଁ। ଆଚ୍ଛା, ତାମାନେ ଏହା ଗୋଟେ ପ୍ରକାରର ମାନସିକ କ୍ଳାନ୍ତି। ଲୋକେ ଖାଲି ସହଜରେ ହଜମ ହେଲା ଭଳି ଜିନିଷ ଖୋଜୁଛନ୍ତି। ଏକଦମ। ସେମାନେ ତୁରନ୍ତ ସୂଚନା ଚାହୁଁଛନ୍ତି। ଭର୍ଟିକାଲ ଫର୍ମାଟ୍ ବା ଶର୍ଟସ୍ ସେଇଥିପାଇଁ ଏତେ ସଫଳ ହେଉଛନ୍ତି, କାରଣ ଏହା ବିନା ପରିଶ୍ରମରେ ସୂଚନା ଦେଇଦିଏ। ଏହା ଗୋଟେ କ୍ୱିକ୍ ଡୋପାମାଇନ୍ ହିଟ୍ ଭଳି କାମ କରେ। ଜଟିଳ ବିଷୟ ବୁଝିବା ପାଇଁ ଯୋଉ ଏକାଗ୍ରତା ଦରକାର, ତାହା ଏବେ କମି କମି ଯାଉଛି। ସତରେ ଏହା ଏକ ଚିନ୍ତାଜନକ ବିଷୟ। ତେବେ ଆଜିର ଏହି ବିସ୍ତୃତ ଆଲୋଚନାରୁ ଆମେ ଅନେକ କିଛି ଜାଣିବାକୁ ପାଇଲେ। ଆପଣ ଯଦି ସମ୍ପୂର୍ଣ୍ଣ ଆଲୋଚନାକୁ ଟିକେ ଏକାଠି କରିବେ। ନିଶ୍ଚୟ। ଆଜି ଆମେ ଦେଖିଲେ ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କେମିତି ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି, କୃଷିକୁ ପ୍ରୋତ୍ସାହନ ମିଳୁଥିବା ବେଳେ ଶିଳ୍ପାୟନ ଆଉ ଆଦିବାସୀଙ୍କର ଜଳ ଓ ଜମି ଅଧିକାର ଭିତରେ ସଂଘର୍ଷ ଚାଲିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ବିକାଶ ହେଉଛି, କିନ୍ତୁ ତୃଣମୂଳ ସ୍ତରରେ ନିରାପତ୍ତା ଅଭାବରୁ ଜୀବନ ଯାଉଛି। ଆଉ ଏହିସବୁ ବଡ଼ ସମସ୍ୟା ଥାଉ ଥାଉ ଆମର ଡିଜିଟାଲ ଅଭ୍ୟାସ କେବଳ 60 ସେକେଣ୍ଡର ଛୋଟ ଭିଡିଓରେ ସୀମିତ ହୋଇଗଲାଣି। ହଁ, ଆଉ ଏଇଠି ହିଁ ଆମେ ସମସ୍ତଙ୍କ ପାଇଁ ଏକ ଶେଷ ଚିନ୍ତାଧାରା ଛାଡ଼ିବାକୁ ଚାହୁଁଛୁ। ଟିକେ ଭାବନ୍ତୁ, ଯେତେବେଳେ ଆମେ ଦୁନିଆର ଏତେ ବଡ଼ ବଡ଼ ଘଟଣା, ଯେମିତିକି ହର୍ମୁଜ୍ ପ୍ରଣାଳୀରେ ବିଶ୍ୱ ବାଣିଜ୍ୟର ବାଧା ହେଉ କିମ୍ବା ଆମ ନିଜ ରାଜ୍ୟରେ ଆଦିବାସୀଙ୍କର ଜମି ଆଉ ଜଳ ଅଧିକାରର ଜଟିଳତା ବିଷୟରେ କଥା ହେଉଛେ, ସେତେବେଳେ କେବଳ 60 ସେକେଣ୍ଡର ଏକ ଶର୍ଟସ୍ ଦେଖି ଆମେ କ'ଣ ପ୍ରକୃତିରେ ସବୁକିଛି ବୁଝିପାରୁଛେ ତ? ବୋଧହୁଏ ନାହିଁ। ବିଲକୁଲ ନା। ଆମେ କେବଳ ସୂଚନାରୁ ଉପର ସ୍ତରକୁ ଛୁଇଁ ସୂଚନାର ପ୍ରକୃତ ଗଭୀରତାକୁ ହରାଇ ଦେଉଛୁ। ଆମ ଚାରିପାଖର ଘଟଣାଗୁଡ଼ିକୁ ସଠିକ୍ ଭାବେ ବୁଝିବା ପାଇଁ ହୁଏତ ଆମକୁ ଆଉ ଟିକେ ଗଭୀରକୁ ଯିବାକୁ ପଡ଼ିବ। ଆଜି ପାଇଁ ଏତିକି। ଏହି ଚିନ୍ତାଧାରା ସହ ଆମେ ଆଜିର ଆଲୋଚନାରୁ ବିଦାୟ ନେଉଛୁ। ଧନ୍ୟବାଦ।